ଠିକ ଅଛି ମ୍ୟାଡ଼ାମ, ଠିକ ଅଛି ମ୍ୟାଡ଼ାମ, ମୁଁ ନେଇକି ଆସୁଛି ତମେ ତ ରାଗନି। ବୋହୁ ପାଇଁ ବୃଦ୍ଧାଶ୍ରମ ଠିକ କରିଦେଇଛି, ତାକୁ ଆମେ ବୃଦ୍ଧାଶ୍ରମ ଛାଡ଼ିଦେବା ଆଉ ଆମେ ଖୁସିରେ ରହିବା। ତାହେଲେ ଠିକ ଅଛି, ଆଜି ବି ନେଇକି ଛାଡ଼ିଦେବ। ପୁଅ ବୋହୁ ନେଇଯାଉଛନ୍ତି ବୁଢ଼ୀ ମାଆକୁ ବୃଦ୍ଧାଶ୍ରମ। ଆଲୋ ବୁଢ଼ୀ ଉଠୁଲୋ, ଗିଳିଲା ବେଳକୁ ତ ଗିଳି ପକଉଛୁ, ଉଠିଲା ବେଳକୁ ଉଠି ପାରୁ। ଆରେ ମା, ମତେ କୁଆଡେ ନେଇକି ଯାଉଛୁ? ଯିବା। ଆରେ ପୁଅ, ଆରେ ପୁଅ, ମତେ ଇଏ କୁଆଡେ ନେଇକି ଯାଉଛ? ଆରେ ପୁଅ, ମତେ କୁଆଡେ କିନା ନେଇକି ଯାଉଛ? ପୁଅ ବୋହୁ ଆଉ ବୁଢ଼ୀ ମାଆକୁ ଧରି ଅନାଥ ଆଶ୍ରମରେ ପହଞ୍ଚି ଯାଇଛନ୍ତି, ବୃଦ୍ଧାଶ୍ରମରେ ପହଞ୍ଚି ଯାଇଛନ୍ତି। ସାର୍ ଆପଣ ଆସିଗଲେ? ଆଜ୍ଞା ମ୍ୟାଡ଼ାମ, ଆସିଗଲି ମ୍ୟାଡ଼ାମ। ଆପଣ ଯେଉଁ ଡକ୍ୟୁମେଣ୍ଟ କହିଥିଲେ ମୁଁ ନେଇ ଆସିଛି। ଆଉ ସେ ମୋ ମାଆ ସେଠି ଯିଏ ବସିଛନ୍ତି, କ'ଣ ଡକ୍ୟୁମେଣ୍ଟ ଦରକାର ମୋତେ କହିଦିଅନ୍ତୁ, ମୁଁ ସାଇନ୍ କୋଉଠି ମାରିବି, ମୁଁ ଦେଇଦେଉଛି ଆପଣଙ୍କୁ। ସେପଟକୁ ଯିବା। ଆପଣ ଗୋଟେ କାମ କରନ୍ତୁ, ଏଇଥିରେ ଦିଟା ସାଇନ୍ କରିଦିଅନ୍ତୁ, ଆଉ ଦିଟା ଫଟୋ ଲଗେଇ ଦିଅନ୍ତୁ, ଦେନ୍ ହେଇଯିବ। ଆଉ 1,00,000 ଟଙ୍କା ଦେବେ ଆପଣ। ଠିକ୍ ଅଛି ମ୍ୟାଡ଼ାମ, ମୁଁ କ୍ୟାସ୍ ଦେଇଦେବି, ମୁଁ ସାଇନ୍ ମାରିଦେଉଛି ଆଉ। ମ୍ୟାଡ଼ାମ ଡକ୍ୟୁମେଣ୍ଟ ଆଉ କ୍ୟାସ୍ଟା ନେଇଯାଆନ୍ତୁ। ଠିକ୍ ଅଛି ମ୍ୟାଡ଼ାମ। ସେଇ ଯେଉଁ ମାଆ ଯିଏ ବସୁଛନ୍ତି ସେ ହେଉଛନ୍ତି ମୋ ମାଆ। ସେ ଆପଣଙ୍କ ପାଖରେ ଆଜି ରହିଲେ ଆମେ ଆସୁଛୁ। ଯଦି କିଛି ପ୍ରୋବ୍ଲେମ୍ ହୁଏ ଆପଣ କଲ୍ କରିବେ, ନା ମଲା ପରେ ଆମେ ଆସି ନେବାକୁ ପଡ଼ିବ? ଓକେ ଠିକ୍ ଅଛି। ଆରେ ବାବୁ, ଟିକେ ଶୁଣିଲ। ଆଜ୍ଞା ସାର୍। ତମେ ଯାହାକୁ ଛାଡ଼ିବାକୁ ଆସିଛ ସେ ତମର କ'ଣ ହେବେ? ସାର୍ ସିଏ ମୋ ମା। ସେ ତମ ମା? ଆଚ୍ଛା, କିଛି ନାହିଁ। ଗୋଟେ କଥା କହୁଛି ଶୁଣ। ଅନେକ ଦିନର କଥା, ଦୀର୍ଘ 25 ବର୍ଷର ଏ ଅନାଥ ଆଶ୍ରମ ଗୋଟେ ବୃଦ୍ଧାଶ୍ରମ ଥିଲା। ଆଉ ଯାହାକୁ ସେ ତମ ବାପା ଆଉ ମୋ ବାପା କରିଥିଲେ। ଆଉ କିଛି ଦିନ ଗଲା ପରେ ତୁମ ବାପା ମରି ଯାଇଥିଲେ, ଆଉ ତମ ମା ସବୁ ସମ୍ପତ୍ତିକୁ ଏ ଅନାଥ ଆଶ୍ରମକୁ ଦାନ କରିଥିଲେ। କାରଣ ତମ ବାପା ମରିଗଲା ପରେ ତମ ବାପା ମାଙ୍କର କିଛି ପିଲା ଛୁଆ ନଥିଲା, ଆଉ ସେଥିପାଇଁ ସେ ତମକୁ ଏଇଠୁ ନେଇଥିଲେ। ଆଉ ସେ ଅନାଥ ପିଲା ହଉଛି ତମେ। ଆପଣ ଇଏ କ'ଣ କହୁଛନ୍ତି? ହଁ, ସେ ଅନାଥ ପିଲା ହଉଛି ତମେ। ଆଉ ତମେ ସେ ଯୋଉ ମାଆକୁ ଦେଖୁଛ, ସେ ମା ତମକୁ ଏଡ ବଡରୁ ଏଡ ବଡ କଲା। ତମେ ତାକୁ କ'ଣ କଲ? ଆଜି ଅନାଥ ଆଶ୍ରମ ଛାଡ଼ିବାକୁ ଆସିଛ? ବାଃ ଭାଇ, ଏ ଦୁନିଆ ଦେଖୁଛି, ଦେଖ। ବାଃ ଭାଇ ବାଃ। ମାନେ ସିଏ ମୋ ମା? ତମେ ତାଙ୍କ ପୁଅ। ସିଏ ମୋର ନିଜ ମା ନୁହନ୍ତି? ମା ନୁହନ୍ତି। ତମେ ଆଜି ଏବେ ଅରୁଆନ୍ଥ ପର ଘରେ ବାସନ ମାଜି ତମକୁ ଏଡ ବଡରୁ ଏଡ ବଡ କଲା। ଆଉ ତମ ଡକ୍ଟର ପାଠ ପଢିଲା ପରେ ତମ ଡକ୍ଟର ବି ହେଲା ପରେ ତମେ ଆଜି ବୃଦ୍ଧାଶ୍ରମ ଛାଡ଼ିବାକୁ ଆସିଛ? ଛି ଭାଇ, ଏ ଦୁନିଆ ବି ଆଜି ଦେଖୁଛି ତମକୁ। କ'ଣ ଆପଣ ସତ କହୁଛନ୍ତି ଇଏ ମୋ ନିଜ ମା ନୁହଁ ବୋଲି? ତମ ନିଜ ମା ସେ ନୁହଁ, ତମେ ବି ଅନାଥ। ଏଇଟା ବୁଝିବାକୁ ଚେଷ୍ଟା କର। ହେ ପ୍ରଭୁ, ମୁଁ ଏ କ'ଣ କଲି? ଯୋଉ ମା ମତେ ଏତେ ବଡ କଲା, ମୁଁ ତାକୁ ଶେଷରେ ସ୍ତ୍ରୀ କଥାରେ ପଡି ଅନାଥ ଆଶ୍ରମ ବୃଦ୍ଧାଶ୍ରମରେ ଛାଡ଼ିଦେଲି। ଗୋଟେ କାମ କର, ହେଇ ନିଅ ତମ ପଇସା। ଆଉ ଆଜିଠାରୁ ସେ ତମ ମା ନୁହଁ କି ତମେ ତାଙ୍କ ପୁଅ ନୁହଁ। ଆଜିଠୁ ଇଏ ହେଉଛି ମୋ ମା। ମୁଁ ଆକୁ ଦାୟିତ୍ୱରେ ରଖିବି। ଆଜିଠୁ ସେ ମୋ ଦାୟିତ୍ୱ। ଆସୁଛି, ନମସ୍କାର। କ'ଣ କଲି ମୁଁ? ଯିଏ ମତେ ଛୋଟରୁ ଖାଇବାକୁ ପିଇବାକୁ ଏତେ ବଡ କଲା, ଯାହା ପାଇଁ ମୁଁ ଲୋକ ଚିହ୍ନିଲି, ପାଠ ପଢିଲି, ଚାକିରି କଲି, ପଇସା ରୋଜଗାର କଲି, ଶେଷରେ ସେଇ ମାଆକୁ ମୁଁ ସ୍ତ୍ରୀ କଥାରେ ପଡି ଅନାଥ ଆଶ୍ରମରେ ଛାଡ଼ିଦେଲି। ଯୋଉ ଜାଗାରୁ ସେ ମତେ ନେଇ ଏତେ ବଡ କଲା, ସେଇ ଅନାଥ ଆଶ୍ରମରେ ମୁଁ ତାକୁ ଛାଡ଼ିଦେଲି। ହେ ଭଗବାନ, ଏ କ'ଣ କଲି ମୁଁ?
हे भगवान हे कली जुगर मनीष माने आज जो भूल मु करिछि तार क्षमा नहीं हेले आपण मान मोर एतिकी अनुरोध जीवन रे जेते बड़ होई जातु ना कहीं निजर जन्म गला माँ हूँ कि पाली पोषी बड़ करिथिबा माँ हूँ तांको केबे अनाथ आश्रम कि वृद्धाश्रम रे छाड़तुनी कहीं ना समय तमर भी आसीबो तमे भी दिने बुढ़ा बुढ़ी हब प्रभु मते क्षमा कर दबो।